ଆଜି ଆମେ ଓଡ଼ିଶା ମୋର ଦେଶର ଅଭ୍ୟାସ ପ୍ରଶ୍ନପତ୍ର କରିବା। ଆମ ରାଜ୍ୟର ନାମ କାହିଁକି ଓଡ଼ିଶା ରଖାଗଲା? ପିଲାମାନେ ଓଡ଼ିଆମାନେ ଆମ ରାଜ୍ୟରେ ରହୁଥିବାରୁ ଆମ ରାଜ୍ୟର ନାମ କ'ଣ ହେଲା? ଓଡ଼ିଶା ରଖାଗଲା। 2 ନମ୍ବର, କାହାର ପାହାଡ଼ମାଳା ପାଚେରୀ ପରି ଦିଶେ? ଗଡ଼ଜାତ ଅଞ୍ଚଳରେ ଥିବା ପାହାଡ଼ମାଳା ପାଚେରୀ ପରି ଦିଶେ। 3 ନମ୍ବର ପ୍ରଶ୍ନ, ଚିଲିକା ହ୍ରଦ କେଉଁଠାରେ ଅଛି? ପିଲାମାନେ, ଚିଲିକା ହ୍ରଦ ଓଡ଼ିଶାର ପୁରୀ ଜିଲ୍ଲାରେ ଅଛି। ବୁଝିହେଲା ତ? ମୁଖ୍ୟତଃ 3ଟି ଜିଲ୍ଲାକୁ ଚିଲିକା ହ୍ରଦ ଅଛି। ପୁରୀ, ଖୋର୍ଦ୍ଧା, ଗଞ୍ଜାମ। ହେଲା, ମେନ୍ ହେଲା ଏଠି ଆମର ପୁରୀ ଜିଲ୍ଲାରେ ଚିଲିକା ହ୍ରଦ ଅଛି। ଯାହା ଆମ ବହିରେ ଦେଇଛି ତାହା ଲେଖିବା ଆମେ। 4 ନମ୍ବର ପ୍ରଶ୍ନ, ଓଡ଼ିଶାର ବଡ଼ ନଦୀର ନାମ କ'ଣ? ମହାନଦୀ ହେଉଛି ଓଡ଼ିଶାର ସବୁଠାରୁ ବଡ଼ ନଦୀ। 5 ନମ୍ବର, ଆମ ରାଜ୍ୟର କ'ଣ ଦେଖି ଅନ୍ୟମାନେ ଝୁରି ମରନ୍ତି? ଆମ ରାଜ୍ୟରେ ଥିବା ଚିଲିକା ହ୍ରଦ, ଭୁବନେଶ୍ୱର, ପୁରୀ ଓ କୋଣାର୍କରେ ଥିବା ଦେଉଳ ଦେଖି ଅନ୍ୟମାନେ ଝୁରି ହେଉଛନ୍ତି। 6 ନମ୍ବର ପ୍ରଶ୍ନ, ଆମ ରାଜ୍ୟର କେଉଁ କଥାଟି ଫେରାଇ ଆଣିବା ବୋଲି କୁହାଯାଇଛି? ଓଡ଼ିଶାର ସୁଖ ସିରିକୁ ଆମେ ଫେରାଇ ଆଣିବା ବୋଲି କୁହାଯାଇଛି। ନେକ୍ସଟ ଆମ ରାଜ୍ୟର ବିଭିନ୍ନ ତୀର୍ଥକ୍ଷେତ୍ର ସମ୍ପର୍କରେ ଜାଣିବା ଓ ଏହାର ଅବସ୍ଥିତି ଲେଖିବା। ଶ୍ରୀ ଜଗନ୍ନାଥ ମନ୍ଦିର ଆମର ପୁରୀରେ ଅବସ୍ଥିତ। ଲିଙ୍ଗରାଜ ମନ୍ଦିର ଆମର ଭୁବନେଶ୍ୱରରେ ଅବସ୍ଥିତ। କୋଣାର୍କ ମନ୍ଦିର ପୁରୀ ଜିଲ୍ଲାରେ ଅବସ୍ଥିତ। ସମଲେଶ୍ୱରୀ ମନ୍ଦିର ସମ୍ବଲପୁରରେ ଅବସ୍ଥିତ। ହରିଶଙ୍କର ମନ୍ଦିର ବଲାଙ୍ଗୀର ଜିଲ୍ଲାରେ ଅବସ୍ଥିତ। 2 ନମ୍ବର, ଆମେ ଶୂନ୍ୟସ୍ଥାନ ପୂରଣ କରିବା। କରେ ଦେଇଛି, ଏହି ଦେଶରେ ଡ୍ୟାସ୍ ମୋର ଏହି ଦେଶରେ ବାସ, ଏହି ଦେଶରେ ଟଳମଳ। ତାପରେ ମନର ବଳେ କରିପାରେ ମୁଁ ଦୁନିଆ ଜନମ। ଗରେ ଓଡ଼ିଆ ଘର ଭାତ ତିଅଣ ଓଡ଼ିଆ ପିଲା ମାଟି। ନେକ୍ସଟ ଘରେ କେଡ଼େ ମଧୁର କି ମନୋହର ଆମରି ଦେଶ କଥା। ନେକ୍ସଟ ଆମେ ଆଣିବୁ ଫେରାଇ ତାର ସୁଖ ସିରିର ଦିନ। 3 ନମ୍ବର, ନିମ୍ନଲିଖିତ କେତୋଟି ପ୍ରତିଶବ୍ଦ ଦିଆଯାଇଛି? ହେଲା, ପ୍ରତିଶବ୍ଦ ଲେଖିବା। ବାସର ଘର, ସିରିର ଶୋଭା, ମନୋହରର ସୁନ୍ଦର, ରାଜେର ବିରାଜେ, ବଗିଚାର ଉପବନ, ତରୁର ହେଉଛି ଗଛ। ନେକ୍ସଟ ଆମକୁ ଦେଇଛି ହେଲା, ପାଠ୍ୟାଂଶରୁ ଯୋଡ଼ି ଶବ୍ଦ ବାଛି ଲେଖିବା। ଯେମିତି ପାହାଡ଼ମାଳା, ସେମିତି ତରୁକୁ ଯୋଡ଼ିଲେ ତରୁଲତା, ଭାତକୁ ଯୋଡ଼ିଲେ ଭାତ ତିଅଣ, ପାଣିକି ଯୋଡ଼ିଲେ ପାଣି ପବନ, ଗଛକୁ ଯୋଡ଼ିଲେ ଗଛ ପତର, ସୁଖକୁ ଯୋଡ଼ିଲେ ସୁଖ ସିରି। ଯେମିତି ପିଲାମାନେ ଓଡ଼ିଶାର ଅଧିବାସୀଙ୍କୁ ଆମେ ଓଡ଼ିଆ କହିବା, ସେହିଭଳି ଭାବରେ ଆମ ଦେଶର ଅନ୍ୟ ରାଜ୍ୟର ଅଧିବାସୀଙ୍କୁ କ'ଣ କୁହାଯାଏ? ହେଲା, ଓଡ଼ିଶାର ଓଡ଼ିଆ, ବିହାରର ବିହାରୀ, କେରଳର କେରଳୀ, ପଞ୍ଜାବର ପଞ୍ଜାବୀ, ଆସାମର ଆସାମୀ, ମହାରାଷ୍ଟ୍ରର ମରାଠୀ, ଗୁଜୁରାଟର ଗୁଜୁରାଟୀ, ପଶ୍ଚିମବଙ୍ଗର ବଙ୍ଗାଳୀ। ନେକ୍ସଟ ଆମେ ଗଦ୍ୟ ରୂପ ଲେଖିବା। ଜନମର ଜନ୍ମ, କୋଣାର୍କର କୋଣାର୍କ, ଜଗତନାଥ ଜଗନ୍ନାଥ, ପତରର ପତ୍ର, ଜନମଭୂମିର ଜନ୍ମଭୂମି, କୀରତିର କୀର୍ତ୍ତି। ନେକ୍ସଟ ଆମର ପିଲାମାନେ କ ସ୍ତମ୍ଭ ଖ ସ୍ତମ୍ଭ ମେଳେଇବାକୁ ଦେଇଥିଲା, ମୁଁ ଡାଇରେକ୍ଟ ମେଳେଇ ଦେଇଛି। ପାଣି ପବନରେ ଶରୀର ହେଲା ଗଢ଼ା, ଗଡ଼ଜାତରେ ପାହାଡ଼, ବଡ଼ ଦେଉଳେ ଜଗନ୍ନାଥ, ଭାତ ତିଅଣ ଓଡ଼ିଆ ପିଲା ମାଟି, ଚାଟଶାଳୀରେ ଶିଖିଲୁ ପାଠ ପଢ଼ା। ଦେଇଛି ମନରେ 5ଟି ପଦ ଲେଖି ପ୍ରତ୍ୟେକର 2ଟି ଲେଖାଏଁ ସମତାନ ଶବ୍ଦ ଲେଖିବା। ଯେମିତି ଝରଝର, ସରସର, ହେଲା, ଫରଫର, ଖରଖର, କଡ଼କଡ଼, ଯାହା ତମେ ଲେଖିପାରିବ। ନେକ୍ସଟ ପଦ୍ୟରୁ ଆମେ କ'ଣ ବୁଝିଲେ ତାହା ଲେଖିବା। ଏହି ଦେଶ କହିଲେ କେଉଁ ଦେଶକୁ ବୁଝାଏ? ଓଡ଼ିଶା ଦେଶକୁ ବୁଝାଏ। ଖରେ ପାଠପଢ଼ା ଶିଖାଯାଏ କେଉଁଠି? ପୂର୍ବେ ଚାଟଶାଳୀରେ, ଏବେ ସ୍କୁଲରେ ଶିଖାଯାଏ। କୀରତିମାଳା କହିଲେ କ'ଣ ବୁଝ? ବିଭିନ୍ନ ରାଜା କରିଥିବା କୀର୍ତ୍ତି, ଯଥା ମନ୍ଦିର, ମଠ, ପଥର, ବନ୍ଧ ଆଦିକୁ ବୁଝାଏ। କାହାର ପାହାଡ଼ମାଳା ପାଚେରୀ ପରି ଦିଶେ? ଗଡ଼ଜାତ ଅଞ୍ଚଳରେ ଥିବା ପାହାଡ଼ମାଳା ପାଚେରୀ ପରି ଦିଶେ। ନେକ୍ସଟ ପିଲାମାନେ ଆମର ଦେଇଛି ଓଡ଼ିଶାର ମାନଚିତ୍ର ଅଙ୍କନ କରି ଏଥିରେ ମହାନଦୀ, ଚିଲିକା ହ୍ରଦ, ପୁରୀ, କୋଣାର୍କ ଓ ଲିଙ୍ଗରାଜ ମନ୍ଦିର ପ୍ରଭୃତି ଦର୍ଶାଇବା। ଦେଖ ପିଲାମାନେ, ଇଏ ହେଲା ଆମର ଓଡ଼ିଶାର ମାନଚିତ୍ର। ହେଲା, ଇଏ ହେଲା ମହାନଦୀ ଆମର କଟକ ଦେଇକି ଯାଇଛି। ଦେଖ ହେଲା, ବଙ୍ଗୋପସାଗର ଏଠି ମିଶିଛି। ହେଲା, ଏଠି ହେଲା ଆମର ପୁରୀ, ପାଖରେ ଚିଲିକା ହ୍ରଦ, ଏଠି କୋଣାର୍କ, ଏଠି
ଭୁବନେଶ୍ୱରର କ'ଣ ଲିଙ୍ଗରାଜ ମନ୍ଦିର। ନେକ୍ସଟ ଆମର ଓଡ଼ିଶାର ନଦୀ ପାହାଡ଼ ହ୍ରଦ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ପରିଚିତ କରାଇବା। ଦେଓମାଳି ପର୍ବତ ଆମର କୋରାପୁଟରେ ଅବସ୍ଥିତ। ମହେନ୍ଦ୍ରଗିରି ପର୍ବତ କୋରାପୁଟରେ ଅବସ୍ଥିତ। ରାମଗିରି ପର୍ବତ ସେଭଳି କୋରାପୁଟରେ। ମେଘାସନ ପର୍ବତ ମୟୂରଭଞ୍ଜରେ। ସୋଲରୀ ପର୍ବତ ଖୋର୍ଦ୍ଧାରେ। ଖଣ୍ଡାଧାର ପର୍ବତ କେଉଁଝରରେ। ମହାନଦୀ ବିଭିନ୍ନ ଜିଲ୍ଲାରେ ପ୍ରବାହିତ। ବୈତରଣୀ ନଦୀ କେନ୍ଦୁଝରରେ। ଋଷିକୂଲ୍ୟା ନଦୀ ଗଞ୍ଜାମରେ। ବ୍ରାହ୍ମଣୀ ନଦୀ ଢେଙ୍କାନାଳ ଅନୁଗୁଳରେ। ନେକ୍ସଟ ବହୁଦା ନଦୀ ଗଜପତିରେ। ସାବେରୀ ନଦୀ କୋରାପୁଟ ମାଲକାନଗିରି। ଅଂଶୁପା ହେଲା ଆମର ନଦୀ ନବରଙ୍ଗପୁର କଳାହାଣ୍ଡି। ଅଂଶୁପା ହ୍ରଦ ଗୋଟେ ମଧ୍ୟ ଅଛି କଟକରେ। ତେଲ ନଦୀ ନବରଙ୍ଗପୁର କଳାହାଣ୍ଡି। ସେଭଳି ଗୋବରୀ ନଦୀ କେନ୍ଦ୍ରାପଡ଼ା। ବଂଶଧାରା ନଦୀ ରାୟଗଡ଼ା ହେଲା। ଲୁଣା ନଦୀ କେନ୍ଦ୍ରାପଡ଼ା। ଚିତ୍ରୋତ୍ପଳା ନଦୀ କଟକ କେନ୍ଦ୍ରାପଡ଼ା। ବୁଢ଼ାବଳଙ୍ଗ ନଦୀ ମୟୂରଭଞ୍ଜ ବାଲେଶ୍ୱର। ଚିଲିକା ହ୍ରଦ ପୁରୀରେ। ନେକ୍ସଟ ପଠିତ କବିତାରୁ ଆମେ 5ଟି ଯୁଗ୍ମ ଶବ୍ଦ ଲେଖିବା ହେଲା। ଉଦାହରଣ ଦେଇଛି ଗଛପତ୍ର, ପାଣି ପବନ, ସୁଖସିରି, ତରୁଲତା, ଟଳମଣ ଆଉ ଭାତ ତିଅଣ। ଧନ୍ୟବାଦ ପିଲାମାନେ।